ଅମିତ ବାବୁ, ଆପଣଙ୍କ ଜୀବନରେ ଉତ୍ଥାନ ପତନ ହେଉଛି। ଆପଣଙ୍କୁ ବହୁତ ସମସ୍ୟାରେ ପକଉଛି। ଆର୍ଥିକ ମାର୍ଗକୁ ମଧ୍ୟ ବନ୍ଧନ କରି ରଖାଯାଇଛି ତଥା ଯେକୌଣସି କାମ କଲେ ତା ଉଲ୍ଟା ହେଉଛି, ବିବାଦିତ ହେଇଯାଉଛି। ପ୍ରତ୍ୟେକଟି କାମ ଅଧୁରା ରହୁଛି, ଅସମ୍ପୂର୍ଣ୍ଣ ରହୁଛି ତଥା ଗୃହରେ ଉଚ୍ଚାଟନ କ୍ରିୟା ହୋଇଛି। ଗୃହରେ ଉଚ୍ଚାଟନ କ୍ରିୟାର ପ୍ରୟୋଗ ହେବା କାରଣରୁ ମନମାଳିନ୍ୟ ଲାଗି ରହୁଛି, ମଶାଣି କ୍ରିୟା ହେଉଛି। ପିଲାମାନଙ୍କ ସହିତ ଆପଣଙ୍କର ମନ ମିଶୁନାହିଁ, ତା ସହିତ ଆପଣଙ୍କର ଶରୀରକୁ କ୍ଷତି କରୁଛି, କୁଣ୍ଡେଇ ହେଉଛି, ପୋଡୁଛି ଏବଂ କ୍ଷତାକ୍ତ ପରି ଲାଗୁଛି, ବିନ୍ଧିଲା ପରି ଲାଗୁଛି ଆପଣଙ୍କୁ, ବାତ ମାରିଲା ପରି ସ୍ଥିତିକୁ ନେଇକି ଯାଉଛି ଆପଣଙ୍କୁ, ବ୍ୟସ୍ତ ଲାଗୁଛି, ସାଙ୍ଗେ ସାଙ୍ଗେ ହଠାତ୍ ଡରି ଯାଉଛନ୍ତି। ଓସ୍ତାଦ ବାବା ନାମକ ପୀରା ଆପଣଙ୍କ ଗୃହରେ ଅଛି। ଇଏ ଆପଣଙ୍କ ଗୃହରେ ଅଶାନ୍ତି ବଜାୟ ରଖିଛି। ପିଲା ଉପରେ ମଧ୍ୟ ଏହାର ହିଁ ପ୍ରଭାବ ଅଛି। ତାଙ୍କର ବି ମସ୍ତିଷ୍କକୁ, ଶରୀରକୁ ପ୍ରଭାବିତ କରି ରଖିଛି ଇଏ। ମୁଣ୍ଡ ଏବଂ ଶରୀରକୁ ପ୍ରଭାବିତ କରି ରଖିଛି। ଆପଣଙ୍କର ଦେବୀ ଦେବତା ବନ୍ଧନରେ ଅଛନ୍ତି। ଆପଣଙ୍କୁ କୋର୍ଟ କଚେରୀରେ ବାନ୍ଧି ରଖିବା ପାଇଁ, ଋଣରେ ବାନ୍ଧି ରଖିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଆପଣଙ୍କ ମନକୁ ଏପରି ଚିନ୍ତା ଆସୁଛି, ଡର ଗୋଟେ ସୃଷ୍ଟି ହେଉଛି ଯେ ମୋତେ ବାତ ମାରିବନି ତ ମୁଁ ପାରାଲିସିସ୍ ହେଇଯିବି ନାହିଁ ତ ଆଉ ଏ ସମସ୍ୟାରେ। ଭିତରୁ ବିଚାର ଆସୁଛି, ଚିନ୍ତା ହେଉଛି, ଡର ଲାଗୁଛି ଏପରି। ହଁ ନା? କିନ୍ତୁ ହଉନି, କିନ୍ତୁ ଡର ରହୁଛି ମନ ଭିତରୁ ଯେ କାଳେ ଏମିତି ହେଇଯିବ। ହେବାକୁ ଥିବା କଥା ଆପଣଙ୍କୁ ଡରଉଛି। ଠିକ୍ ହେଇଯିବ, କିଛି କଥା ନାହିଁ।